ବଡ଼ବିଲ ପୁଲିସ ପ୍ରଶାସନ ପକ୍ଷରୁ ଜନସମ୍ପର୍କ ମେଳା ଓ ମାଗଣା ସ୍ୱାସ୍ଥ୍ୟ ଶିବିର। ଜୟ ଜଗନ୍ନାଥ ବନ୍ଧୁମାନେ, ଉପାନ୍ତ ଓଡ଼ିଶା ଲାଇଭ୍ରେ ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ। କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ସେରେଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଶିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବଡ଼ବିଲ ପୁଲିସ ପ୍ରଶାସନ ପକ୍ଷରୁ ଏକ ଜନସମ୍ପର୍କ ମେଳା ଓ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି। ବଡ଼ବିଲ ଏସ୍ଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ଶିବିରକୁ ଉଦ୍ଘାଟନ କରିଥିଲେ। ବଡ଼ବିଲ ପୌର ଅଧିକାରୀ ରମେଶ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଶିବିରରେ ସେରେଣ୍ଡା ଓ ଭଦ୍ରାସାହି ଗ୍ରାମ ପଞ୍ଚାୟତରେ ବାସ କରୁଥିବା ବୃଦ୍ଧ ବୃଦ୍ଧା ଓ ଅସହାୟଙ୍କ ନିମନ୍ତେ 1200 କମ୍ବଳ ବଣ୍ଟନର ଆୟୋଜନ କରାଯାଇଥିଲା। ଏଥିସହିତ ମାଗଣା ସ୍ୱାସ୍ଥ୍ୟ ଶିବିର, ଔଷଧ ବଣ୍ଟନ, କୁନି କୁନି ପିଲାଙ୍କୁ ପାଠ୍ୟ ଉପକରଣ ବଣ୍ଟନ ଓ ଖାଦ୍ୟ ବଣ୍ଟନ କରାଯାଇଥିଲା। ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ସୌଭାଗ୍ୟ ରଶ୍ମି ରଞ୍ଜନ ସାମଲ, ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଚନ୍ଦନ କୁମାର ବାରିକ ସ୍ୱାସ୍ଥ୍ୟ ଶିବିରକୁ ପରିଚାଳନା କରିଥିବା ବେଳେ ସ୍ଥାନୀୟ ଆଶାକର୍ମୀ ଓ ସ୍ୱାସ୍ଥ୍ୟକର୍ମୀ ସହଯୋଗ କରିଥିଲେ। ବଡ଼ବିଲ ଥାନା ଅଧିକାରୀ ଅଶୋକ କୁମାର ନାୟକ, ଏସ୍ଆଇ ବରଦା ପ୍ରସନ୍ନ ସାହୁ, କୁଲଦୀପ ପଟେଲଙ୍କ ସମେତ ଥାନାର କର୍ମଚାରୀ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ପୋଲିସ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ, ପୋଲିସ ପ୍ରତି ଲୋକଙ୍କ ମନରୁ ଭୟ ଦୂର କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବଡ଼ବିଲ ଏସ୍ଡିପିଓ ଦେବେନ୍ଦ୍ରନାଥ ପିଙ୍ଗୁଆ ପ୍ରକାଶ କରିଛନ୍ତି।